ଏବେ ବଗିଚାରେ ବିଶେଷ କିଛି କାମ ନାହିଁ ତ ସେଥିପାଇଁ ଭାବିଲି ଆଜି କିଛି ଚାରା ପ୍ରସ୍ତୁତି କରିବି। ମନ୍ଦାର ଗଛର କିଛିଟା ମୋର ଚାରା କିଛି ମିଳିଯିବ। କାହିଁକି ନା ମୁଁ ଯୋଉ ସବୁ ଗଛ ସବୁ ହାଇବ୍ରିଡ ଉପରେ ଆଣିଥିଲି ନା ତାର କିଛି ଡବଲ ଡବଲ ରଖିବି। ଯେମିତି 2-3ଟା ଗଛ ହେଇଗଲେ ନା ଗୋଟେ ଗଛ ଯଦି ବି କୌଣସି ରୋଗ ବେମାର ହେଲା ଆଉ ଗୋଟେ ଗଛରେ ମୋତେ ଫୁଲ ମିଳୁଥିବ। ତ ସେଇଥିପାଇଁ ମୋତେ ବି ବହୁତ ଭଲ ଲାଗେ ଏଇ ପେଟାଲର ସବୁ ଫୁଲ ଗୁଡାକ ଯେତିକି ବି ମୋର ରଖିଛି ଗାର୍ଡେନରେ। ତ ଏଇଟା ମୋର ଗୋଟେ ହଉଛି ହଳଦିଆର ରେଡ କଲର ମିକ୍ସ ବାଲା। ଏଇ ଗଛଟା ମୋତେ ବହୁତ ଭଲ ଲାଗେ ତ ସେଥିପାଇଁକା ମୁଁ ତାର କିଛିଟା ଡାଳ ଆଜି କାଟି ଆଣିଛି। ତ ଗୋଟିଏ ମାତ୍ର କାଟିଛି, ବେଶୀ ବଡ଼ ବି ନୁହଁ, ବହୁତ ଛୋଟଟେ କାଟିଛି। ଆଉ ଏଇଟା ବି ପ୍ରନିଂ ହବା ସମୟ ହେଇଥିଲା, କାହିଁକିନା ପ୍ରନିଂ କରିଦେଲେ ଏଇ ଗଛର କିଛି କୁଆଁ ବାହାରିଯିବ। ବର୍ଷା ହଉଛି ଆଉ ତା ଦେହର କିଛି ବି ମାନେ ଫର୍ଟିଲାଇଜର ଦବାକୁ ବି ପଡ଼ିବନି। ବିନା ଫର୍ଟିଲାଇଜରରେ ଗଛର କୁଆଁ ବି ବହୁତ ଭଲ ଆସିଯିବ। ତା ସାଥିରେ ମୋର ଗଛର ବି ଏବେ ବିଶେଷ କିଛି କାମ ନାହିଁ ଅନ୍ୟ ସବୁ ଗଛରେ, ଯେମିତି ଆମର ଆଲମଣ୍ଡା ହଉ କିମ୍ବା ଅଲେଣ୍ଡର ହଉ କିମ୍ବା ଆଉ କିଛି ଜାସମିନ ପ୍ଲାଣ୍ଟ ହଉ, ସେ ସବୁ ଗଛରେ ଏବେ କିଛି କାମ ନାହିଁ। ସବୁଥିରେ ବି ବ୍ଲମିଂ ହଉଛି। ଆଉ ବ୍ଲମିଂ ସମୟରେ ଏବେ ପ୍ରନିଂ ନା କରିହବ, ନା ପିଞ୍ଚିଂ କରିହବ, ନା କୌଣସି କିଛି ହଉଛି ବିଷ ବି ଆଡ୍ କରିହବ। ତ ସେଥିପାଇଁକା ମୁଁ ସବୁ କାମ ଏବେ ପୁରା ଫାଙ୍କା ରହିଛି। ତ ଭାବିଲେ ଏଇ ଡାଳ କିଛି ଗଛ କରିଦେବି। ଆଉ ଏଇ ଯୋଉ ବର୍ଷା ହଉଛି ନା, ବର୍ଷା ସମୟରେ ଡାଳ ଗୁଡା ବି ବହୁତ ସଜ ଲାଗିଯାଉଛି। ତ ବିଶେଷ କିଛି ତ ମୁଁ ଏଠି ଦେଇନାହିଁ। ମୋର ରୁଟିନ୍ ପାଉଡର ଯେହେତୁ ଏବେ ସରିଯାଇଛି ଆଉ ତା ସାଥିରେ ମୁଁ ରୁଟିନ୍ ପାଉଡର ବି ବହୁତ ଦିନ ହେବ କିଣି ନାହିଁ। ତ ବିନା ରୁଟିନ୍ ପାଉଡର ବହୁତ ଆରାମସେ ଡାଳ ଗୁଡାକ ଲାଗି ହେଉଛି। ସେଥିପାଇଁ ଇଚ୍ଛା ବି ହଉନି ଆଉ ରୁଟିନ୍ ପାଉଡର କିଣିବାକୁ। ତ ଯେତିକି ମୁଁ ପତ୍ର ସବୁ ଛିଡେଇଥିଲି ଏଇ ସବୁ ଡାଳରୁ ନା, ସେ ପତ୍ର ଛିଡେଇଥିବା ଜାଗାରେ ବି ଏଲୋଭେରା ଟିକେ ଲଗେଇଦେଲି ଯେମିତି ଫଙ୍ଗସ୍ ଲାଗିବନି। ଆଉ ତା ସାଥିରେ ମୁଁ କାଟିଥିବା ଜାଗାରେ ବି ଲଗେଇଦେଲି ଏଲୋଭେରା। ଆଉ ଯୋଉ ମନ୍ଦାର ଗଛରୁ ମୁଁ କାଟିକି ଆଣିଲି ସେ ମନ୍ଦାର ଗଛରେ ବି ମଧ୍ୟ ମୁଁ ଟିକେ ଏଲୋଭେରା ଘଷି ଦେଇଛି। ଯେମିତି ବର୍ଷା ହେଲେ ସେଥିରେ ବି ମଧ୍ୟ ଫଙ୍ଗସ୍ ଲାଗିବନି କି କିଛି ପୋକ ଜୀବାଣୁ ରହିବନି। କାହିଁକିନା ସେ ସବୁ ସାଙ୍ଗେ ସାଙ୍ଗେ ଫଙ୍ଗସ୍ ଲାଗିଯାଏ ବର୍ଷା ପାଣି ହେଲା ମାନେ। ତ ସେଥିପ୍ରତି ବି ଟିକେ ଧ୍ୟାନ ଦେବା ଦରକାର। ଆଉ ତାପରେ ଏଇ ଯୋଉ ଡାଳଟାର ମୁଁ ସବୁ ଏଲୋଭେରା ଲଗେଇ ସାରିଲା ପରେ ମୁଁ ମାଟିରେ ତାକୁ 2 ଇଞ୍ଚ ପାଖାପାଖି ମୁଁ ପୋତିଛି ଆଉ ଉପରକୁ 2 ଇଞ୍ଚ ପାଖାପାଖି ଛାଡ଼ିଛି। ଆଉ ସବୁ ପତ୍ର ବାରଣ ପାଖାପାଖି ଛିଡ଼େଇ ଦେଇଛି। ହାଲକା ସେ ପାଣି ଦେଇକି ଏବେ ମୁଁ ତାକୁ ଛାଇରେ ରଖିବି 4-5 ଦିନ ପାଖାପାଖି। ମୋର 20ଟା ମନ୍ଦାର ଡାଳରୁ ଗଛ କରିସାରିଲିଣି। ଯୋଉ 20-25ଟା ଡାଳ କରିଛି ନା ସବୁ ଯାକ ଅଲଗା ଅଛି। ମା ବହୁତ ଆଡୁ ବହୁତ ପ୍ରକାର ଡାଳ ଆଣିଛନ୍ତି।